ମାନେ ଆଜି ଆମେ ବିଜ୍ଞାନ ଅବଜେକ୍ଟିଭର ନମୁନା ପ୍ରଶ୍ନପତ୍ର କରିବା ବୁଝିହେଲା। ଏଇ ଟାଇପ୍ କୋଶ୍ଚିନ୍ ପରୀକ୍ଷାରେ ଆସିବ। 1 ନମ୍ବର ପିଲାମାନେ, ଶୋଷଣ ପ୍ରକ୍ରିୟାରୁ କ'ଣ ସୃଷ୍ଟି ହୋଇ ନଥାଏ? ଶୋଷଣ ପ୍ରକ୍ରିୟାରୁ ଅମ୍ଳଜାନ ସୃଷ୍ଟି ହୋଇ ନଥାଏ, ଅଙ୍ଗାରକାମ୍ଳ, ଶକ୍ତି ଆଉ ଜଳ ସୃଷ୍ଟି ହୋଇଥାଏ। 2 ନମ୍ବର, କେଉଁ ପ୍ରତିକ୍ରିୟାରେ ଗୋଟିଏ ମୌଳିକ କୌଣସି ଏକ ଯୌଗିକର ମୌଳିକକୁ ଅପସାରଣ କରିଥାଏ? ବିସ୍ଥାପନ ପ୍ରତିକ୍ରିୟାରେ ଗୋଟେ ମୌଳିକ ଗୋଟେ ଯୌଗିକର କ'ଣ ମୌଳିକକୁ ଅପସାରଣ କରିଥାଏ। 3 ନମ୍ବର, କେଉଁଟି ଏକ ଦୁର୍ବଳ ଅମ୍ଳ ଓ ସବଳ କ୍ଷାରକର ଲବଣ? ସେ ହେଉଛି Na2CO3, ସୋଡିୟମ କାର୍ବୋନେଟ୍। ନେକ୍ସଟ 4 ନମ୍ବର, ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ସୃଷ୍ଟି ହେବା ପ୍ରକ୍ରିୟାକୁ କ'ଣ କୁହାଯାଏ? ତାହାକୁ ପ୍ରଶମନୀକରଣ। ପରୀକ୍ଷାରେ ପଡ଼ୁଛି ପ୍ରଶମନୀକରଣ କାହାକୁ କହିବା? ଅମ୍ଳ ଓ କ୍ଷାରକ ପ୍ରତିକ୍ରିୟା କରି ଲବଣ ଓ ଜଳ ତିଆରି କରିବା। 5 ନମ୍ବର, କପର କ୍ଲୋରାଇଡ୍ CuCl2 ତାର ରଙ୍ଗ କ'ଣ? ତା ରଙ୍ଗ ହେଉଛି ନୀଳ ସବୁଜ। ନେକ୍ସଟ 6 ନମ୍ବର, କେଉଁ ଧାତବ ଅକ୍ସାଇଡ୍ ଉଭୟ ଅମ୍ଳ ଓ କ୍ଷାର ସହ ପ୍ରତିକ୍ରିୟା କରେ? Al2O3 ଆଲୁମିନିୟମ ଅକ୍ସାଇଡ୍ ଉଭୟ ଅମ୍ଳ ଓ କ୍ଷାର ସହିତ ପ୍ରତିକ୍ରିୟା କରେ। ନେକ୍ସଟ 7 ନମ୍ବର, କପର ଓ ଟିନ୍କୁ ମିଶାଇ କ'ଣ ପ୍ରସ୍ତୁତ କରାଯାଏ? ପରୀକ୍ଷାରେ 1 ମାର୍କ ପିଲାମାନେ ତମକୁ ଦେଲି ହେଲା। କପର ଆଉ ଟିନ୍ ମିଶି ବ୍ରୋଞ୍ଜ ତିଆରି ହୁଏ। ନେକ୍ସଟ 8 ନମ୍ବର, ହୋମୋଲୋଗ ଶ୍ରେଣୀ କ୍ଷେତ୍ରରେ କେଉଁ ଉକ୍ତିଟି ଭୁଲ? ଏଇ ପ୍ରଥମଟା ଭୁଲ, ଅଣୁ ସଂକେତ ସମାନ ପର, ଏଇ ଉକ୍ତିଟା ଭୁଲ, ଆଉ ସବୁ ତ ଠିକ୍ ଅଛି। ହୋମୋଲୋଗ ଶ୍ରେଣୀ ରାସାୟନିକ ଧର୍ମ ଏକା ପ୍ରକାରର, ସକ୍ରିୟ ଗ୍ରୁପ ସମାନ ଥାନ୍ତି ଏବଂ ପ୍ରତ୍ୟେକ ଯୌଗିକ ପରସ୍ପର ଠାରୁ CH2 ଏକକ ଦ୍ୱାରା ପୃଥକ ହୋଇଥାନ୍ତି। ବୁଝିହେଲା। ମାନେ CH3 ଏଠି CH2 ଏଠି CH2 CH2 CH3 ଏମିତି ଲମ୍ବିଥିବ। 9 ନମ୍ବର, ପ୍ରଦୂଷଣ କ'ଣ କମ୍ କରିବା ପାଇଁ ପେଟ୍ରୋଲରେ କ'ଣ ମିଶା ଯାଇଥାଏ? ପେଟ୍ରୋଲରେ ଇଥାନଲ ମିଶା ଯାଇଥାଏ। 10 ନମ୍ବର, କେଉଁ ମୌଳିକର ବ୍ୟାସାର୍ଦ୍ଧ ସବୁଠାରୁ କମ୍? କେଉଁ ମୌଳିକର ବ୍ୟାସାର୍ଦ୍ଧ ସବୁଠାରୁ କମ୍? ଫସ୍ଫରସର ବ୍ୟାସାର୍ଦ୍ଧ ସବୁଠାରୁ କମ। 11 ନମ୍ବର, ନିଉଲାଣ୍ଡଙ୍କ ଅଷ୍ଟକ ନିୟମ କେଉଁ ମୌଳିକ ଯାଏଁ ପ୍ରଯୁଜ୍ୟ ଥିଲା? କ୍ୟାଲସିୟମ ଯାଏଁ ପ୍ରଯୁଜ୍ୟ ଥିଲା, ମାନେ 20 ଯାଏଁ। 12 ନମ୍ବର, ଏକ ସରଳ ରେଖାରେ ଗତି କରୁଥିବା ଆଲୋକ ରଶ୍ମି ଅତି କ୍ଷୁଦ୍ର ଅସ୍ୱଚ୍ଛ ବସ୍ତୁ ପାଖରେ ବଙ୍କାଇ ଯିବାକୁ କ'ଣ କୁହାଯାଏ? ତାହାକୁ ଆମେ ବିକିରଣ ବୋଲି କହିବା, ଆମେ ପଢ଼ିଛେ। 13 ନମ୍ବର, କେଉଁ ଯୋଡ଼ିଟି ଠିକ୍ ନୁହେଁ? ପିଲାମାନେ ଏଇଠି ଦେଖ, ସମତଳ ଦର୍ପଣ ସଳଖ ଓ ଆଭାସୀ ପ୍ରତିବିମ୍ବ ଠିକ୍ ଅଛି, ଉତ୍ତଳ ଦର୍ପଣ ମଧ୍ୟ ସଳଖ ଓ ଆଭାସୀ ଠିକ୍ ଅଛି, ଅବତଳ ଲେନ୍ସ ମଧ୍ୟ ସଳଖ ଓ ଆଭାସୀ ଠିକ୍ ଅଛି। ନା, ଉତ୍ତଳ ଲେନ୍ସ ସଳଖ ଓ ଆଭାସୀ ପ୍ରତିବିମ୍ବ ଦବ ନାହିଁ। ତାହେଲେ 13 ନମ୍ବର ହେଉଛି କରେକ୍ଟ ଆନ୍ସର। 14 ନମ୍ବର, ଗୋଟିଏ ଅବତଳ ଲେନ୍ସ ଠାରୁ 30 ସେଣ୍ଟିମିଟର ଦୂରରେ ଥିବା ଏକ ବସ୍ତୁର ପ୍ରତିବିମ୍ବ ଲେନ୍ସ ଠାରୁ 10 ସେଣ୍ଟିମିଟର ଦୂରରେ ଗଠିତ ହେଲେ ପ୍ରତିବିମ୍ବର ବର୍ଦ୍ଧନ କେତେ? ପିଲାମାନେ ହିସାବ କରିବ ହେଲା। ଏଇଟା ହେଇଯିବ ଆମର 0.33 ହେଇଯିବ ହେଲା। ପ୍ରୋବ୍ଲେମ୍ 1-2 ମାର୍କ ଆସିବ ହେଲା, ତାକୁ କାଲକୁଲେଟ୍ କରିବ। 15 ନମ୍ବର, ଆଲୋକ ବିଚ୍ଛୁରଣ କ୍ଷେତ୍ରରେ କେଉଁ ଉକ୍ତିଟି ଭୁଲ ଅଟେ? ପିଲାମାନେ ବିଚ୍ଛୁରଣ ଏଟା ହବନି, ତାରା ମାନେ ମିଞ୍ଜି ମିଞ୍ଜି ଆଲୋକ ପ୍ରଦାନ କରିବା, ଏ ଗୋଟେ ବିଚ୍ଛୁରଣ ନୁହଁ। 16 ନମ୍ବର, ଚକ୍ଷୁ ମଧ୍ୟରେ ଗଠିତ ପ୍ରତିବିମ୍ବର ପ୍ରକୃତି କ'ଣ? ଓଲଟା, ବାସ୍ତବ ଓ କ୍ଷୁଦ୍ର। ନେକ୍ସଟ 17 ନମ୍ବର, କେଉଁଟି ଲେନ୍ସ ମଧ୍ୟରେ ଅବସ୍ଥିତ? ଆଲୋକ କେନ୍ଦ୍ର ଲେନ୍ସ ମଧ୍ୟରେ ଅବସ୍ଥିତ। 18 ନମ୍ବର, କ୍ରାଉନ୍ କାଚର ପ୍ରତିସାରଣାଙ୍କ କେତେ? ଏଇଟା ମନେ ରଖିଥିବ, ପରୀକ୍ଷାରେ ଆସିବ। ଆଉ 1 ମାର୍କ ଦେଲି, 1.52। 18 ନମ୍ବର 1.52 କ୍ରାଉନ୍ କାଚର ପ୍ରତିସାରଣାଙ୍କ। 19 ନମ୍ବର, ସେଲରେ ଚାର୍ଜର ସ୍ଥାନାନ୍ତରଣ ପାଇଁ ଯେଉଁ କାର୍ଯ୍ୟ କରିବା ଆବଶ୍ୟକ ହୁଏ ତାହା କେଉଁ ଶକ୍ତିରୁ ମିଳେ? ତାହା ତାପ ଶକ୍ତିରୁ ମିଳେ। 20 ନମ୍ବର, କେତୋଟି ଇଲେକ୍ଟ୍ରନର ସମୁଦାୟ ଚାର୍ଜର ପରିମାଣ 2 କୁଲମ ହବ? ସେ ହେଲା 1.25 × 10⁻18। 21 ନମ୍ବର ପ୍ରଶ୍ନ ପିଲାମାନେ,
କେଉଁ ଉପକରଣରେ ବିଦ୍ୟୁତ ବିଭବାନ୍ତର ମପା ଯାଏ? ସେ ହେଉଛି ଭୋଲ୍ଟ ମିଟରରେ। 22 ନମ୍ବର। କେଉଁ ବ୍ୟଞ୍ଜକଟି ଠିକ୍ ନୁହେଁ? P = WT ଏଟା ଠିକ୍ ନୁହଁ। ଏଟା Q = IT ଠିକ୍ ଅଛି। P = VI ଠିକ୍ ଅଛି। ପାୱାର W = VQ ମଧ୍ୟ ଠିକ୍ ଅଛି। 23 ନମ୍ବର। ଚୁମ୍ବକୀୟ କ୍ଷେତ୍ରରେ ଥିବା ଏକ ବିଦ୍ୟୁତ ବହନ କରୁଥିବା ପରିବାହୀ ଉପରେ କାର୍ଯ୍ୟକାରୀ ବଳର ଦିଗ କେଉଁ ନିୟମରୁ ଜଣା ପଡ଼େ? ଫ୍ଲେମିଙ୍କ ବାମହସ୍ତ ନିୟମରୁ ଆମେ ଜାଣିପାରିବା। 24 ଫ୍ଲେମିଙ୍କ ବାମହସ୍ତ ନିୟମ ପରୀକ୍ଷାରେ ପଡ଼େ। 24 ନମ୍ବର। କିଲୋ ଓର୍ଷ୍ଟେଡ୍ କାହାର ଏକକ? ଆଉ 1 ମାର୍କ ଦେଲି ତମକୁ। କିଲୋ ଓର୍ଷ୍ଟାଡ୍ କାହାର ଏକକ? ସେ ହେଉଛି ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାର। 25 ନମ୍ବର। 1 ମାର୍କ ଯେମିତି ହେଲେ ଆସିବ ହେଲା। ପାୱାର ପଚାରୁ ସେ ଯାହାର ପଚାରୁ। 25 ନମ୍ବର। ଲାଇଭ୍ ତାର କେଉଁ ରଙ୍ଗର ବିଦ୍ୟୁତ ରୋଧୀ ଦ୍ୱାରା ଆବୃତ ହୋଇଥାଏ? କେଉଁ ରଙ୍ଗର? ଲାଲ ରଙ୍ଗର। 26 ନମ୍ବର। କେଉଁଟି କ୍ଷୁଦ୍ରାନ୍ତର ଅଂଶବିଶେଷ ନୁହେଁ? ସିକମ୍। 27 ନମ୍ବର। ରାଇବୋଲୋଜ ବାଇଫସଫେଟ୍ କେତେ କାର୍ବନ ବିଶିଷ୍ଟ? RUBP ଆମର କେତେ କାର୍ବନ ବିଶିଷ୍ଟ? 5 କାର୍ବନ ବିଶିଷ୍ଟ। 28 ନମ୍ବର ପିଲାମାନେ। ପାଚକ ରସରେ କେଉଁ ଅମ୍ଳ ଥାଏ? ପାଚକ ରସରେ ଲବଣ ଆମ୍ଳ ଥାଏ। 29 ନମ୍ବର। ଅସମ୍ବୋଧିତ ଯୋଡ଼ାଟି କ'ଣ? କୋଉଟା ଅସମ୍ବୋଧିତ ଯୋଡ଼ା ମନେ? ଏଇ ପାକସ୍ଥଳୀ ଆପେଣ୍ଡିକ୍ସଟା ଅସମ୍ବୋଧିତ। ତାପରେ 30 ନମ୍ବର। ଶୋଷଣରୁ ଇଥାନଲ ସୃଷ୍ଟି କେଉଁଠି ହୋଇଥାଏ? ଶୋଷଣରୁ ଇଥାନଲ ସୃଷ୍ଟି ଇଷ୍ଟ କୋଷ୍ଟରେ ହୋଇଥାଏ।